କରି କହୁଛି ମୁଁ ଗରିବ ମୋ ପିଲା ଅସୁବିଧାରେ ମୋର ନାହିଁ ମତେ ଏତିକି ସାହାଯ୍ୟ କର ମୋ ଭଲ ଇଏ ଦେଖିକି ମୋ ପୁଅକୁ ନେଇକି ଆଡମିସନ କର। ମୁଁ ଯାଉନି ମୋ ପୁଅ ଏମିତି ତଣ୍ଟି ଧରିକି ବଳୁଛି ଏତିକି ମୋର ଅନୁରୋଧ ଆଉ କିଛି ନାହିଁ। ମୁଁ ରାତିରେ ଶୋଇପାରୁନି ଖାଇପାରୁନି କୋଉଠୁ ଆଣିବି ମୁଁ ନିଜେ ମାଗି ଯାଚିକି ଖାଉଛି ଏତେ ପଇସା ଆଣିକି କୋଉଠୁ ମୋ ଛୁଆକୁ ମୁଁ ଭଲ କରିବି ଏତିକି ମୋର ଅନୁରୋଧ। ମୁଁ ଆପଣଙ୍କୁ କିଛି ଦଉନି ମୋ ଭଙ୍ଗା କୁଡ଼ିଆରେ ଅଛି ମୁଁ ସେଇ ଭଙ୍ଗା କୁଡ଼ିଆରେ ହିଁ ରହିବି। ଆପଣ ମୋ ପୁଅକୁ ଯେତେ ଶୀଘ୍ର ପାରୁଛନ୍ତି ଟିକେ ଭଲ କରିଦିଅନ୍ତୁ ଏତିକି ଅନୁରୋଧ କରେ। ମୁଁ ଆଉ କିଛି କହୁନି ମୁଁ ଘର ନୁହେଁ କିଛି ମାଗୁନି ମୁଁ ଯାହା ଦେବେ ମୁଁ ସେଇଆ ଖାଇକି ରହିବି। ମାର କୋହଭରା ଛାତିରେ କାନ୍ଦି କାନ୍ଦି କହୁଛି ମୋର ଘର ଦ୍ୱାର କିଛି ଦରକାର ନାହିଁ। ମୋ ପୁଅକୁ ଭଲ କରିଦିଅ ମତେ ସାହା ହୁଅ ମୋର ଆଉ କିଛି ବି ଦରକାର ନାହିଁ। ଏମିତି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ରହିବନି। ଦର୍ଶକ ବନ୍ଧୁ ସମୟ କେତେବେଳେ କେଉଁ ପରିସ୍ଥିତିରେ କେଉଁଠୁ ଆଣି ମଣିଷକୁ ପହଞ୍ଚାଇବ ତାହା କେହି କହିପାରିବେ ନାହିଁ। ହଁ ଦର୍ଶକ ବନ୍ଧୁ ଯେଉଁ କୋମଳ ବୟସରେ ପାଠପଢ଼ା ସାଙ୍ଗକୁ ଖେଳକୁଦରେ ମସଗୁଲ କଥା ସେ ଆଜି ଜୀବନ ମରଣ ସହ ସଂଘର୍ଷ କରୁଛି। ଡାକ୍ତର ବାବୁ କହୁଛନ୍ତି ଠିକ୍ ହେବା ପାଇଁ ଲକ୍ଷାଧିକ ଟଙ୍କା ଦରକାର ହେଲେ ଏତେ ଟଙ୍କା ଆସିବ ବା କୋଉଠୁ? କେମିତି ମୋ ପୁଅକୁ ଭଲ କରିବି? ହଁ ଆଜ୍ଞା ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଅଧୀନ କୃଷ୍ଣନନ୍ଦପୁର ପଞ୍ଚାୟତର 15 ନମ୍ବର ୱାର୍ଡର ହୋଲି ସାହିରେ। ଏହି ସାହିର ଅକ୍ଷୟ ଗୋଚ୍ଛାୟତଙ୍କ 2 ପୁଅ ଓ ଝିଅକୁ ନେଇ 5 ପ୍ରାଣୀ କୁଟୁମ୍ବକୁ ପରିବାର ହେଲେ ସାନ ପୁଅ ସୁଜିତ ଗୋଚ୍ଛାୟତ ମାତ୍ର 18 ବର୍ଷ ବୟସରେ ଜୀବନ ମରଣ ସହ ସଂଗ୍ରାମ କରୁଛି। ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ବାପା ଓ ମା ଦିନ ମଜୁର ଭାବେ କାମ କରିବା ପରେ ମଧ୍ୟ 3 ପିଲାକୁ ଭଲ କରି ଗଣ୍ଡେ ଖାଇବାକୁ ଦେଇପାରୁନଥିଲେ। ପରେ ବଡ଼ ପୁଅ ବଡ଼ ହେବା ପରେ ଭୁବନେଶ୍ୱର ଏକ ହୋଟେଲରେ କାମ କରୁଥିଲେ ହେଲେ ଦୈବ ତାହା କରିବାକୁ ଦେଲା ନାହିଁ। ସାନ ଭାଇର ଦେହ ଅସୁସ୍ଥ କାରଣରୁ ଭୁବନେଶ୍ୱରରୁ ଆସି ଭାଇକୁ ନେଇ ଏକ ମେଡିକାଲରୁ ସେ ମେଡିକାଲ ଘୁରି ବୁଲିଲା ଆଉ ଶେଷରେ କଟକ ବଡ଼ ଡାକ୍ତରଖାନାକୁ ଯାଇ ଜାଣିଲା ଯେ ତାକୁ ଭଲ କରିବା ପାଇଁ ଲକ୍ଷାଧିକ ଟଙ୍କା ଦରକାର। ଆଉ ଏବେ ଘରେ ରହି ଜୀବନ ମରଣ ସହ ସଂଘର୍ଷ କରୁଛି ସୁଜିତ। ସବୁଠାରୁ ବଡ଼ କଥା ହେଲା ବାପା ମା ଦିନ ମଜୁରିଆ ହୋଇ କାର୍ଯ୍ୟ କରିବା ପରେ ପିଲାଙ୍କ ଦାୟିତ୍ୱରେ ଅବହେଳା କରି ଆଧାର କାର୍ଡ କରିନାହାନ୍ତି ଯାହାଫଳରେ ଚିକିତ୍ସା ପାଇଁ ବାଧକ ସାଜିଛି। ଅନ୍ୟପଟେ ଯଦି ଦେଖିବା ଏକ ଅଧା ପାନ୍ତରିଆ ପକ୍କା ଘରେ 5 ପ୍ରାଣୀ ଜୀବନ ବିତୁଛି। ଯେଉଁ ଘରେ ନାହିଁ ଝରକା ନାହିଁ କବାଟ ଦୁଆର ବନ୍ଧରେ କବାଟ ବଦଳରେ ଏକ ଲୁଗା ଟାଣି ରହୁଛନ୍ତି ଆଉ ଏକ ଖଣ୍ଡିଆ ବତାବନ୍ଦି ଜରିପାଲ ତଳେ ବିତୁଛି ଜୀବନ। ନାଁ ହେଉଛି ଶ୍ରୀକାନ୍ତ ଗୋଚ୍ଛାୟତ ଗାଁ ହେଉଛି ଆଡ଼ିସାହି ବୋଲି କହୁଛନ୍ତି କିଷାନପୁର ଗ୍ରାମ ପଞ୍ଚାୟତରେ ଆସୁଛି ଜଗତସିଂହପୁର। ଆଉ ଆମ ଗାଁରେ ଗୋଟେ ପିଲା ଅଛି ଯାହା ନାଁ ସୁଜିତ ଗୋଚ୍ଛାୟତ ତାଙ୍କ ବାପା ନାଁ ଅକ୍ଷୟ ଗୋଚ୍ଛାୟତ ଆମର ସାହିରେ ତାର ପୂର୍ବ କିଛି ବର୍ଷ ତଳେ କିଛି ପ୍ରୋବ୍ଲେମ୍ ହେଇଥିଲା ଆମେ ଗାଁର କିଛି ସାହାଯ୍ୟ ନେଇକି ସାଙ୍ଗସାଥି କିଛି ସାହାଯ୍ୟ ନେଇକି ଫାଷ୍ଟ ଅପରେସନ୍ଟା କରେଇଥିଲୁ ଯେଉଁଟା ସକ୍ସେସ୍ ହେଇଥିଲା। ଡକ୍ଟର କହିଥିଲେ କିଛି ଆଉ ହବନି ଆଉ ତ କିଛି ବର୍ଷ ଗଲା ପରେ ସେ ଏବେ ତାର ପେନ୍ ଯେଉଁଟା ଆମେ ଡରୁଥିଲୁ ଯେଉଁ ଜିନିଷ ପାଇଁ ସେ ଜିନିଷ ଉପରେ ଆଫେକ୍ଟ ହେଇକି 2 ମାସ ହେଲା ପୂର୍ବରୁ ଆଡ଼ମିସନ୍ ଥିଲା ଏସ୍ସିବିରେ ଗୋଟାଏ ମାସ 15 ଦିନ ରଖିଲେ ଏସ୍ସିବି ମେଡ଼ିକାଲ ଆଉ କହିଲେ ଗୋଟେ ଟେଷ୍ଟ ପାଇଁ ଯାଇଛି ଯେଉଁଟା ମୁଣ୍ଡରେ ରିପୋର୍ଟ ଆସିବ ମୁଣ୍ଡରେ ରିପୋର୍ଟ ଆସିଲା ପରେ ଆପଣ ସେ ରିପୋର୍ଟ ଦେଖିଲା ପରେ ଆମେ ଯାହା କହିବୁ। ତ ଏବେ ଆମେ ସେ ରିପୋର୍ଟ ଦେଖେଇଲୁ ଦେଖିଲା ପରେ ଆମକୁ କହିଲେ ଯେ ଆପଣମାନେ ଏମ୍ସକୁ ନେଇଯାଆନ୍ତୁ କେସ୍ ଆମେ ଏଠି କରିପାରିବୁ ଏମ୍ସକୁ ନେଇଯାଆନ୍ତୁ। ଆଉ ସେ ପିଲାକୁ ଏମ୍ସ ନେବା ପାଇଁ ଯିଏକି ଆମ ପାଖରେ ସେ ପିଲାର ଆଧାର ନଥିବାରୁ ଆଧାର ନଥିବାରୁ ତାର BSK କାର୍ଡ଼ ହେଇପାରୁନି ଯେଉଁଥିପାଇଁ ସେ ଏତେ ଗରିବ ଅଛନ୍ତି ଯେ ସେ ତାର ଟ୍ରିଟମେଣ୍ଟ ବିନା ପଇସାରେ ନଥିଲେ କରିପାରିବେନି। ସେଥିପାଇଁ ଆମେ ଚାହୁଁଛୁ ସରକାରକୁ ଗୁହାରି କରୁଛୁ ଯେ ଆମେ ସେ ପିଲାର ଯେତେ ଶୀଘ୍ର ଆଧାର ଆମେ 2 ତାରିଖ ଦିନ ତାଙ୍କୁ ଅନଲାଇନ୍ ଧରିକି ଆମେ କରେଇଛୁ ଯେଉଁଟା ଆମେ ଚାହୁଁଛୁ ସେ ଆଧାର କାର୍ଡ଼ ଯେତେ ଶୀଘ୍ର ଆମକୁ ବନେଇକି ଦେଲେ ଆମେ ତାକୁ BSK କାର୍ଡ଼ ପାଇଁ ସରକାର ଅନୁରୋଧ କରିକି କରେଇବୁ। ଆମ ସାହିର ପିଲା ଏଇ ସୁଜିତ ଗୋଚ୍ଛାୟତ ମାନିକି କରିବେ ସେଇ କଥା ସେ ଅପରେସନ୍ ଯୋଗୁଁ ବହୁତ କିଛି ମାନେ ତାଙ୍କୁ ପ୍ରୋବ୍ଲେମ୍ ହେଉଛି ଯେହେତୁ ତାଙ୍କ ପାଖରେ ପଇସା ନାହିଁ ତ ଆମେ ଚାହୁଁଥିଲୁ କି ଯେତେ ଶୀଘ୍ର ଟ୍ରିଟମେଣ୍ଟଟା ଆରମ୍ଭ ହେଇଯାଉ ହେଇପାରୁନି ଆଧାର କାର୍ଡ଼ ଯୋଗୁଁ ଖାସ୍ କରି
ସରକାରଙ୍କ ତରଫରୁ କିଛି ତାଙ୍କ ଫ୍ୟାସିଲିଟି ସାର୍ ମିଳୁନାହିଁ। ଯାହା ମିଳିଥିଲା ଯେଉଁ ଆପଣ ଯେଉଁ କହୁଥିଲେ କି 22,000 ଯେଉଁ ମିଳିଥିଲା ବହୁତ ପୂର୍ବରୁ ସେଇ ଫ୍ୟାସିଲିଟି ମିଳୁଛି, ତା ସହିତ ଆମକୁ ଆଉ କେଉଁ ଫ୍ୟାସିଲିଟି ମିଳିନି ସରକାରଙ୍କ ତରଫରୁ। ଗ୍ରାମବାସୀଙ୍କ କହିବା ଅନୁସାରେ ଅକ୍ଷୟଙ୍କ ନାମରେ ଘର ଆସିଥିଲେ ସୁଦ୍ଧା କୁଜି ନେତାଙ୍କ ରାଜନୀତିରେ ତାଙ୍କ ନାଁରେ ଆସିଥିବା ଘର ନାଁ ଲିଷ୍ଟରୁ କାଟି ଦେଇଛନ୍ତି। ତେବେ ଏହି ପରିସ୍ଥିତିରେ ସରକାର ଏହି ପରିବାର ଉପରେ ଶୁଭ ଦୃଷ୍ଟି ପକାଇ ସମସ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ନିବେଦନ କରିଛନ୍ତି। ତେବେ ଆମ ଚ୍ୟାନେଲ ମାଧ୍ୟମରେ ଖବର ପ୍ରସାରଣ ପରେ କେବେ ସରକାର ଏହି ପରିବାରର ଦୁଃଖ ବୁଝୁଛନ୍ତି ତାହା ଦେଖିବାକୁ ବାକି ରହିଲା। ଥିମା ଦେଇଛି ସମାଜଟା ବହୁତ କଷ୍ଟ ପାଉଛି। କିଛି ଆସିନାହିଁ, ଘର ଆସିଲା ଆଉ ଜଣଙ୍କୁ ଦେଇଦେଲେ, ଘର ତାଙ୍କ ନାଁରେ ଆସିଲା ଅନ୍ୟ ଲୋକଙ୍କୁ ଦେଇଦେଲେ ପଇସା ନେଇ ପଇସା ଦେଇପାରୁନା ଆଉ କଣ କରିବୁ, ଘର କରିକି ଦେଖେଇଲେ ଘର ଦେବେ। ତା ପାଖକୁ ଆଇଥିଲା ସେ କହୁଥିଲା ତ ମୁଁ ଜାଣିନି ସେମାନେ ଯୋଉ ଆଗୁଆ ନେବେ ପଇସା ତାପରେ ଦେବେ ଘର କରିଦେବେ, ଘର ଦେଖେଇଲେ ପଇସା ମିଳିବ, ନହେଲେ ଘର ନକଲେ ଦେଖେଇଲେ କୋଉଠୁ ପଇସା ମିଳିବ, ଦେଖେଇ ପାରୁନାହାନ୍ତି। ଅଧିକା ସେ ଫୁଲୁଛି ଆଉ ଦେହ ହାତ ମୁହଁ ପେଟ ଫେଟ କିଛି ସବୁ ଫୁଲି ଯାଇଛନ୍ତି। ସରକାର ଏଠି ଅନୁରୋଧ କରୁଛି ସାହାଯ୍ୟ କରନ୍ତୁ ଆଉ।